ଆଜ୍ଞା କୋଟି କୋଟି ଟଙ୍କାର ପଖାଳ ଖାଇକି MMDR ବିଲ୍ ଟାକୁ ପାସ୍ କରିଦେଲେ। ସିଏ ପୁଣି ଲୁଚିକିରି, ମାନେ କାହାକୁ ନ ଜଣେଇ ନ ଶୁଣେଇ ମନେ ମନେ ମାନେ ନିଜେ ନିଜେ MMDR ବିଲ୍ ଟାକୁ ପାସ୍ କରିଦେଲେ। ଏଥିରେ କ୍ଷତି ହବ କଣ ନା ଆଜ୍ଞା, 1,00,000 କୋଟି ଟଙ୍କା ହଉଛି ଓଡିଶାର, କିନ୍ତୁ ଓଡିଶା ଆଦାୟ କରିପାରିବ ନାହିଁ। ପ୍ରତ୍ୟେକ ବର୍ଷ 12,000 କୋଟି ଟଙ୍କା କ୍ଷତି ସହିବ ଓଡିଶା। ଆଉ ଯୋଉ ଆମର ଅସ୍ମିତା ସାଂସଦ ମାନେ ଥିଲେ, ଯୋଉ ଅସ୍ମିତାର 20 ସାଂସଦ ଥିଲେ, ସେମାନେ ଓଡିଶାର ସ୍ୱାର୍ଥ ପାଇଁ ପଦୁଟିଏ ବି ମୁହଁ ଖୋଲିଲେ ନାହିଁ। କାହିଁକି ନା ସେମାନଙ୍କୁ ଅସ୍ମିତା ଘାରି ଦେଇଛି ବା ଅସ୍ମିତା ତାଙ୍କ ମୁହଁରେ ତୁଣ୍ଡି ବାନ୍ଧି ଦେଇଛି। ଆଉ ଏଥିରେ ଲାଭ ହବ କଣ ଆଉ କ୍ଷତି ହବ କଣ? ଏଥିରେ ସ୍ଥାନୀୟ ଲୋକ ପ୍ରଭାବିତ ହେବେ, ଓଡିଶାବାସୀଙ୍କ ହକ୍ କମିବ, ଆଉ ଖଣି ମାଫିଆ ମାନେ ଲାଭବାନ ହେବେ। ତେଣୁକରି କାନ ଦିଅନ୍ତୁ, ମନ ଦିଅନ୍ତୁ, ଆଉ ସେ MMDR ବିଲ୍ ଉପରେ ଟିକେ ଧ୍ୟାନ ଦିଅନ୍ତୁ, ଆଉ ଏ ମିଛୁଆ ମାନଙ୍କୁ ଉଚିତ ଜବାବ ଦିଅନ୍ତୁ। ଆମେ ନବୀନ ବାବୁ ସାଥିରେ ଅଛୁ, ନବୀନ ବାବୁ ସହିତ ଅଛୁ, ଓଡିଶା ସ୍ୱାର୍ଥରେ ସବୁବେଳେ ଅଛୁ।